ଏଇ ଗାଈଟିର ନାଁ ହେଉଛି କାଳିଆ। ଏ ହେଉଛନ୍ତି ଜଟିଆ। ଏଇ କାଳି ଗାଈର ମାଲିକ ଜଟିଆ। ସେଇଭଳି ଆଉ ଗୋଟେ ଗାଈ ଅଛି, ତା ନାଁ ହେଉଛି ଧଳିଆ। ଆଉ ତା ମାଲିକର ନାଁ ହେଉଛି ନଟିଆ। ପଶୁ ହିସାବରେ କାଳି ଆଉ ଧଳିଆ ଦୁହେଁ ଭଲ ସାଙ୍ଗ ଥିଲେ। ଆଉ ସମ୍ପର୍କ ଭାରି ନିବିଡ଼ ଥିଲା ତାଙ୍କର। ଦୁହେଁ ଦୁହିଁଙ୍କଠୁ କେବେ ବି ଅଲଗା ହୁଅନ୍ତି ନାହିଁ। ଏକାଠି ଶୁଅନ୍ତି ଆଉ ଏକା ସାଥିରେ ଚରିବାକୁ ଯାଆନ୍ତି। ଜଙ୍ଗଲରେ ଘାସ ଖାଉଥିବା ସମୟରେ ଅବେଳରେ 2-3 ଘଣ୍ଟା ବର୍ଷା ଝଡ଼ି ଲାଗି ରହିଲା। ବିଜୁଳି ଚଡ଼କ ଘଡ଼ଘଡ଼ି ହେଉଥାଏ। ଆଉ ବର୍ଷାରେ ଦୁହେଁ ଓଦା ହେଇସାରିଲେଣି। ଥଣ୍ଡା ପାଗକୁ ଶୀତ ବି ଲାଗିଲାଣି। ଜାଇଁଲୁ ଧଳିଆ, ଆଉ ଚରି ହବନି। ସଞ୍ଜ ହେବାକୁ ବସିଲାଣି। ଶୀତ ବି ଟିକେ ଟିକେ ଲାଗୁଛି। ଏପଟେ ତୋ ମାଲିକ ଆଉ ମୋ ମାଲିକ ଦୁହେଁ ଖୋଜି ଖୋଜି ବ୍ୟସ୍ତ ହେଇ ପଡ଼ିବେଣି। ଚାଲ ଏଥର ଆମେ ଘରକୁ ପଳେଇବା। ହରେ କାଳିଆ, ଠିକ୍ କହୁଛୁ। ଏଠି ରହିଲେ ରାତି ହେଇଯିବ। ଆଉ ଜଙ୍ଗଲରେ ବାଘ ଭାଲୁ ଆମକୁ ବହୁତ ହଇରାଣ କରିବେ। ଚାଲ ଏଥର ଆମେ ଘରକୁ ପଳେଇବା। ସଞ୍ଜ ହେବାକୁ ବସିଲାଣି। ବର୍ଷା ଝଡ଼ି କମି ସାରିଲାଣି। ଧଳିଆ ଆଉ କାଳିଆ ଜଙ୍ଗଲ ଭିତରୁ ବାହାରକୁ ବାହାରିବା ପାଇଁ ଧୀରେ ଧୀରେ ଆଗ ପଛ ହେଇ ଚାଲୁଛନ୍ତି। ଆଉ ହଠାତ୍ ଦୁହେଁ ମୁହାଁମୁହିଁ ହେଇଯାଆନ୍ତି ଗୋଟିଏ ବାଘ ସାଥିରେ। ଆଜି ତମ ଦୁହିଁକୁ ମୁଁ ଜଳଖିଆ କରିବି। ତୁମେ ମୋ ଜଙ୍ଗଲ ଭିତରକୁ ଆସିଛ ମାନେ। ବାଘ ମାମୁଁ, ଆମ 2 ଜଣକୁ ଛାଡ଼ି ଦିଅ। ବେଳ ଆସିଲେ ଆମେ 2 ଜଣ ତୁମ ସାହାଯ୍ୟରେ ଲାଗିବୁ। ହଉ, ତୁମ 2 ଜଣଙ୍କୁ ମୁଁ ଛାଡ଼ି ଦେଉଛି। ଦେଖିଆ ତୁମେ ମୋର କେଉଁ କାମରେ ଆସୁଛ। ଓରେ ନଟିଆ, ତୋ ଗାଈ ମୋ ଗାଈ ସହିତ ମିଶି ଭାରି ଦୁଷ୍ଟ ବାଳୁଙ୍ଗା ହେଇଗଲାଣି। ଖାଲି ଜଙ୍ଗଲ ଭିତରକୁ ଯାଇ ଜଙ୍ଗଲ ଭିତରେ ବୁଲି ବୁଲାଇକିନା ଆଇଛନ୍ତି। ବାଘ ଛେକିଥିଲା, ଭଲସେ ସେ ଫେରି ଆଇଛନ୍ତି। ତୋ ଗାଈଟାକୁ ଭଲ କି? ତୋ ଗାଈ ପା ମୋ ଗାଈକି ନ ଦେଖିଲେ ପୁରା ପାଗଳ ବାଇଆ ହେଇଯାଉଛି। ତୋ ଗାଈ କହ ଓଲଟା ମୋ ଗାଈକି ଆସି ଡାକୁଛି। ନଟିଆ ଆଉ ଜଟିଆ ମଧ୍ୟରେ କଥାବାର୍ତ୍ତାର ଫାଟକ ପଡ଼ିଯାଏ। ଆଉ ଦୁହେଁ ଦୁହିଁଙ୍କ ଦୁଶ୍ମନ ହେଇଯାଆନ୍ତି। ସେଦିନଠୁ କାଳିଆ ଆଉ ଧଳିଆ ନିଜ ମାଲିକ କଥା ମାନି ଦୁହେଁ ଦୁହିଁଙ୍କଠୁ ଅଲଗା ରୁହନ୍ତି। ଦିନେ ଖାଦ୍ୟ ଆଶାରେ ଧଳିଆ ଆଉ କାଳିଆ ଗାଁକୁ ସେଇ ବାଘଟି ପଶି ଆସିଥାଏ। ବାଘଟିକୁ ଦେଖି ଜଟିଆ ଜୋରସେ ଗାଁ ଲୋକମାନଙ୍କୁ ଡାକ ପକେଇଲା। ସବୁ ରାଗ ଭୁଲି ନଟିଆ ଜଟିଆ ଡାକରେ ସାଥିରେ ଗୋଟେ ବନ୍ଧୁକ ଆଣି ଗାଁ ଲୋକଙ୍କୁ ଧରି ବାଘ ପାଖକୁ ଆସିଗଲା। ଗାଁ ଲୋକକୁ ଦେଖି ଆଉ ବନ୍ଧୁକକୁ ଦେଖି ବାଘଟି ଡରି ଯାଇଥିଲା। ବାଘଟିକୁ ଦେଖି ଧଳିଆ ଆଉ କାଳିଆ ବାଘ ପାଖରେ ଆସି ଛିଡ଼ା ହେଇଗଲେ। ଏ ବାଘ ହେଉଛି ଆମମାନଙ୍କର ସାଙ୍ଗ। ତାକୁ ଛାଡ଼ି ଦିଅ, ସେ ତା ଜଙ୍ଗଲକୁ ଚାଲିଯାଉ। ଜାଣିଲୁ ଧଳିଆ, ତୋ କଥା ମାନି ତୋ ସାଙ୍ଗକୁ ଆମେ ଛାଡ଼ି ଦେଉଛୁ ତା ଜଙ୍ଗଲକୁ।